ତୁମେ ବି ସ୍ୱପ୍ନ ଦେଖିପାରିବ। ଆଲବର୍ଟ ଆଇନଷ୍ଟାଇନ କହିଛନ୍ତି, ମନୁଷ୍ୟ ଓ ତାହାରି ସୌଭାଗ୍ୟ ପାଇଁ ମନୋଯୋଗିତା ହିଁ ସମସ୍ତ ବୈଜ୍ଞାନିକ ଓ ଯାନ୍ତ୍ରିକ ପ୍ରଚେଷ୍ଟାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ତୁମେ ବି ସ୍ୱପ୍ନ ଦେଖିପାରିବ ଯେତେବେଳେ ତୁମେ ବି ଦାୟିତ୍ୱବାନ ହୁଅ, ମନୋଯୋଗୀ ହୁଅ, ସମ୍ବେଦନଶୀଳ ହୁଅ, ଜିଜ୍ଞାସୁ ହୁଅ, ସୃଜନଶୀଳ ହୁଅ। ତୁମେ ଯେକୌଣସି ବିଷୟ ଭାବିପାରିବ, ନିଷ୍ପତ୍ତି ନେଇପାରିବ, ସ୍ୱପ୍ନ ଦେଖିପାରିବ ଯେତେବେଳେ ତୁମେ ନିଜେ ଦାୟିତ୍ୱବାନ ହେବ। ଦାୟିତ୍ୱବାନ ହେବାର ଅର୍ଥ ନୁହେଁ ତୁମେ ଚାପର ବଶବର୍ତ୍ତୀ ହୋଇ ବୋଝଗ୍ରସ୍ତ ହେବ, କିନ୍ତୁ ଏହା ପ୍ରକାଶ କରେ ଯେ ତୁମେ କ'ଣ କରିବା ବିଧେୟ। ତୁମେ ଯେତେବେଳେ ତୁମର ପାଠପଢ଼ା, କ୍ୟାରିୟର, ତୁମ ପରିବାର, ତୁମ ଜୀବିକା, ତୁମ ଦେଶ ପାଇଁ ଦାୟିତ୍ୱବାନ ହୁଅ, ସେତେବେଳେ ତୁମେ ଅସରନ୍ତି ସୁଯୋଗକୁ ଅନୁଭବ କରିବା ପାଇଁ ସକ୍ଷମ ହୋଇଥାଅ। ତୁମର ଦୈନନ୍ଦିନ ଜୀବନରେ ତୁମେ ପ୍ରଚୁର ଘଟଣା, ପରିସ୍ଥିତି ଦେଖିଥାଅ ଯେଉଁଥିରେ ମନୋଯୋଗୀ ହୋଇ ତୁମେ ତୁମ ନିଜ ପାଇଁ, ପରିବାର, ସମାଜ ପାଇଁ ସ୍ୱପ୍ନ ସୃଷ୍ଟି କରିପାର। ପ୍ରତ୍ୟେକ ଘଟଣା ତୁମକୁ କିଛି ନା କିଛି ଶିକ୍ଷା ଦିଏ ଏବଂ ପ୍ରତ୍ୟେକ ସମସ୍ୟା ତୁମ ପାଇଁ ବିଶେଷ ସୁଯୋଗ ରୂପେ ଉଭା ହୋଇଥାଏ। ପ୍ରାକ୍ ସ୍ୱାଧୀନତା କାଳରେ ରୋନାଲ୍ଡ ରସ୍ ଭାରତର ଦକ୍ଷିଣ ଅଂଶରେ କାର୍ଯ୍ୟ କରୁଥିଲେ। ସେତେବେଳେ ବିଭିନ୍ନ ପ୍ରକାରର ରୋଗ, ବିଶେଷ କରି ଏଲିଫାଣ୍ଟାଇଟିସ୍, ୟେଲୋ ଫିଭର ଇତ୍ୟାଦି ରୋଗ ପ୍ରତ୍ୟେକଙ୍କୁ ଗ୍ରାସ କରୁଥିଲା। ଲକ୍ଷ ଲକ୍ଷ ଲୋକ କେବଳ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ। ଯଥାସମ୍ଭବ ଚିକିତ୍ସା କରି ଡାକ୍ତର ରସ୍ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଚେଷ୍ଟା କରୁଥିଲେ। ସେଥିପାଇଁ ସେ ଅନୁସନ୍ଧାନ ଓ ଅନୁଶୀଳନରେ ମନ ଦେଲେ। ଜାଣିବାକୁ ଚେଷ୍ଟା କଲେ କିପରି, କାହିଁକି ଏହି ପ୍ରକାରର ଜ୍ୱର ହେଉଛି ଏବଂ ଏହାର ସୃଷ୍ଟି କିପରି ବା ଉତ୍ସ କିଏ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏପରିକି ହଜାର ହଜାର ଛୋଟ ମଶାଙ୍କୁ ସେ ସୂକ୍ଷ୍ମ ରୂପେ ବ୍ୟବଚ୍ଛେଦ କରୁଥିଲେ ସତ୍ୟକୁ ଉଦ୍ଘାଟିତ କରିବା ପାଇଁ। ଯଦିଓ ତାଙ୍କୁ ଦୀର୍ଘ ସମୟ ଦେବାକୁ ପଡ଼ିଥିଲା, ତେବେ ବି ସେ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ମଶା ଦ୍ୱାରା ମ୍ୟାଲେରିଆର ବିସ୍ତାର ଘଟୁଛି ଏବଂ ମଶା କାମୁଡ଼ିବା ହିଁ ମ୍ୟାଲେରିଆର ପ୍ରଧାନ କାରଣ, ଯାହା ପରବର୍ତ୍ତୀ ସମୟରେ ମ୍ୟାଲେରିଆର ପ୍ରତିଷେଧକ, ନିରାକରଣ ଓ ଚିକିତ୍ସା କରିବା ପାଇଁ ସାହାଯ୍ୟ କଲା, କାରଣ ଡାକ୍ତର ରସ୍ ମନୋଯୋଗୀ ଥିଲେ। 1902 ମସିହାରେ ଡାକ୍ତର ରସ୍ ନୋବେଲ ପୁରସ୍କାର ପ୍ରାପ୍ତ ହେଲେ ଭେଷଜ ବିଜ୍ଞାନୀ ଭାବରେ। ଆଜି ମ୍ୟାଲେରିଆ ହୁଏତ କମ୍, ତେବେ ଅନ୍ୟ ପ୍ରକାରର ରୋଗ ଯଥା ଡେଙ୍ଗୁ, ଚିକୁନଗୁନିଆ ଇତ୍ୟାଦି ମଶା ଦ୍ୱାରା ବିସ୍ତାରିତ ହେବାରେ ଲାଗିଛି। ଆଲେକ୍ଜାଣ୍ଡାର ଫ୍ଲେମିଂ ପ୍ରଥମ ବିଶ୍ୱଯୁଦ୍ଧରେ ଆହତ ହୋଇଥିବା ଲୋକମାନଙ୍କର କ୍ଷତ ଦେଖି ବିଶେଷ ମନୋଯୋଗୀ ହେଲେ। ବର୍ଷ ବର୍ଷ ଧରି କଠିନ ଶ୍ରମ କଲେ ଓ ପେନ୍ସିଲିନ୍ର ଆବିଷ୍କାର କରିଥିଲେ। ଫ୍ରାନ୍ସର ରେଶମ ଶିଳ୍ପ କ୍ଷତିଗ୍ରସ୍ତ ହେବା ଦେଖି ବର୍ନିଙ୍ଗଦ ମନୋଯୋଗୀ ହେଲେ ତାର ଉଦ୍ଧାର ପାଇଁ, ଯାହା ତାଙ୍କୁ ରେୟନ ତିଆରି କରିବାରେ ସାହାଯ୍ୟ କରିଥିଲା। ସମସ୍ତ ପ୍ରକାରର ରୋଗ, ସମସ୍ୟା ପାଇଁ ଏହା ସତ୍ୟ। ସମସ୍ତ ପ୍ରକାରର ଉଦ୍ଭାବନ ଓ ଆବିଷ୍କାର କ୍ଷେତ୍ରରେ ଏହା ଠିକ୍। ବିଭିନ୍ନ ଜଟିଳ ସମସ୍ୟା ସବୁର ସମାଧାନ ପାଇଁ ମନୋଯୋଗୀ ହେଲେ ଭାବନା କେନ୍ଦ୍ରୀଭୂତ ହୁଏ। ଯେପରି କୁହାଯାଏ, କଷ୍ଟ ମଣିଷକୁ ଭାବନା କରିବାକୁ ପ୍ରବର୍ତ୍ତାଏ। କଷ୍ଟ ବିନା ଲାଭ ନାହିଁ। ତୁମେ ଯେତେବେଳେ ଅନ୍ୟର ଦୁଃଖ, କଷ୍ଟ, ଜଞ୍ଜାଳ ଦେଖିଥାଅ, ତୁମେ ସେତେବେଳେ ନକାରାତ୍ମକ ଭାବେ ଅଭିଯୋଗ ବା ଦୋଷାରୋପ କରିଥାଅ ଅଥବା ସକାରାତ୍ମକ ଭାବେ ସମସ୍ୟାର ସମାଧାନ ପାଇଁ ମନୋଯୋଗୀ ହୋଇଥାଅ। ତୁମେ ଯେତେବେଳେ ମନୋଯୋଗରେ ନିବିଷ୍ଟ ହୁଅ, ତେବେ ସମସ୍ୟା, କଷ୍ଟ, ମନ୍ଦ, ଦୁର୍ଦ୍ଦଶା, ଅସୁବିଧାକୁ ହଟାଇବାରେ ଏକ ଆବଶ୍ୟକତା ଅନୁଭବ କର। ସହଜରେ କହିବାକୁ ଗଲେ ସେହି ଆବଶ୍ୟକତାକୁ ଅନୁଭବ କର। ସେହି ଆବଶ୍ୟକତା ହିଁ ଉଦ୍ଭାବନ ପାଇଁ ବାଟ ଦେଖାଇଥାଏ। ତେଣୁ ଆବଶ୍ୟକତା ଉଦ୍ଭାବନର ମାତା ହୋଇପାରେ, କିନ୍ତୁ ମନୋଯୋଗ ଉଦ୍ଭାବନର ପିତା। ମନୋଯୋଗ ହିଁ ଆବଶ୍ୟକତା ସ୍ୱୀକାର କରିଥାଏ ଏବଂ ଉଦ୍ଭାବନ ପ୍ରଚେଷ୍ଟାର ପ୍ରଥମ ସୋପାନ ଆରମ୍ଭ କରିଥାଏ। ଯେ ମନୋଯୋଗୀ ହୁଏ, ସେ ଭାବନା କରିବା ପାଇଁ ସମ୍ବେଦନଶୀଳ ହୁଏ ଏବଂ ସମସ୍ତ ବିଷୟକୁ ନିରୀକ୍ଷଣ କରେ ସମାଧାନ ଆଶାରେ। ଏହି ଦର୍ଶନ ବା ନିରୀକ୍ଷଣ ତାକୁ ଉତ୍ସୁକ କରି ସୃଜନଶୀଳ କରାଇଥାଏ ଏବଂ ଏକ ନୂତନ ଦିଗ୍ଦର୍ଶନ ଦେଇଥାଏ ଅଥବା ନୂତନ ଏକ ଉଦ୍ଭାବନକୁ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏହା କେବଳ କୌଣସି ରୋଗ ବା ଦୁଃଖ ପାଇଁ ନୁହେଁ, କିନ୍ତୁ ଏହା ସମସ୍ତ ବିଷୟ ପାଇଁ ପ୍ରଯୁଜ୍ୟ। ଯଦି ତୁମେ କୌଣସି ବିଷୟର ଉତ୍ତମତା ଆଡ଼କୁ ପରିବର୍ତ୍ତନ ଚାହୁଁଛ, ହୋଇପାରେ ଦାରିଦ୍ର୍ୟ, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା, ହୋଇପାରେ ମହାକାଶ ସମ୍ବନ୍ଧୀୟ ଗବେଷଣା, ହୋଇପାରେ ବିଜ୍ଞାନର ଅଗ୍ରଗତି, ହୋଇପାରେ ଉଦ୍ଭାବନ, ହୋଇପାରେ ଆବିଷ୍କାର, ତୁମର ପ୍ରଧାନ କାର୍ଯ୍ୟ ହେଉଛି ଆବଶ୍ୟକତାକୁ ଅନୁଭବ କରିବା ପାଇଁ ମନୋଯୋଗୀ ହେବା, ଆବଶ୍ୟକତାକୁ ସ୍ୱୀକାର କରିବାକୁ ମନୋଯୋଗୀ ହେବା, ପରିବର୍ତ୍ତନ ପାଇଁ ମନୋଯୋଗୀ ହେବା।
ତୁମେ ଯଦି ତୁମ ସମାଜର ଦେଶର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନିରୀକ୍ଷଣ କରିବ ତାହେଲେ ତାହା ତୁମକୁ ଖୋରାକ ଯୋଗାଇ ଦେବ। ଅସୀମିତ ସ୍ୱପ୍ନର ଭଣ୍ଡାର ସହ ତୁମର ଭାବନାର ଦିଗ୍ବଳୟକୁ ଆହୁରି ପ୍ରଶସ୍ତ କରିବା ପାଇଁ। ଔଷଧ କ୍ଷେତ୍ରରେ ଉନ୍ନତ ଏକ ରୋଗମୁକ୍ତ ସମାଜ ପାଇଁ ବ୍ୟବସ୍ଥା କରିଦେବ। ଯାନ୍ତ୍ରିକ ଓ ବୈଜ୍ଞାନିକ କ୍ଷେତ୍ରରେ ପ୍ରଗତି ଦାରିଦ୍ର୍ୟ ବା ସମସ୍ୟା ଦୂରୀକରଣ ପାଇଁ ସୁଯୋଗ ସୃଷ୍ଟି କରିପାରିବ। ଶକ୍ତିଶାଳୀ ଭାବନା ଦ୍ୱାରା ସମାଧାନ କରାଯାଇପାରିବ ସେହି ସମସ୍ୟା ସବୁର ଯାହା ପ୍ରାକୃତିକ ଦୁର୍ବିପାକ ଯୋଗୁଁ ସଂଘଟିତ ହୋଇଥାଏ। ଏହାକୁ ନିୟନ୍ତ୍ରଣ, ପ୍ରତିରୋଧ, ପ୍ରତିଷେଧ କରିବା ବିଷୟରେ ତୁମେ ଭାବିବ କି? ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକତା ହେଉଛି ଏକ ଭାବନା, ଏକ ଚିନ୍ତନର ପରିବର୍ତ୍ତନ ପାଇଁ, ସମାଧାନ ପାଇଁ। କିନ୍ତୁ ଏହା ସମ୍ଭବ ଯଦି ତୁମେ ସକାରାତ୍ମକ ଭାବେ ମନୋଯୋଗୀ ହୁଅ। ଜର୍ଜ ଇଲିୟଟ କହିଛନ୍ତି, ଆମେ ସତରେ କାହିଁକି ବଞ୍ଚିଛେ ଯଦି ଆମେ ପରସ୍ପରର ଜୀବନକୁ ଟିକିଏ ସହଜ କରିପାରୁନାହେଁ? ତୁମ ନିଜ ପାଇଁ ବଞ୍ଚିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ମଧ୍ୟ ବଞ୍ଚିବାକୁ ଚେଷ୍ଟା କର। ନିଜ ସହ ଅନ୍ୟମାନଙ୍କ ପରିସ୍ଥିତିରେ ସମଭାବାପନ୍ନ ହୁଅ। ଓଦା ହେବା ଯଥେଷ୍ଟ ନୁହେଁ, ବର୍ଷାକୁ ଅନୁଭବ କରିବା ଆବଶ୍ୟକ। ଏକ ଉତ୍ତମ କାରଣକୁ ଲକ୍ଷ୍ୟ କର। କେବଳ ନଜର ପକାଇବା ଯଥେଷ୍ଟ ନୁହେଁ, ଧ୍ୟାନର ସହ ଦେଖ, ଅନୁଧ୍ୟାନ କର, ନିରୀକ୍ଷଣ କର। ଏହା କଲେ ତୁମେ ଦୁର୍ବୋଧ୍ୟ ବିଷୟ, ଅସ୍ପଷ୍ଟ ବିଷୟକୁ ମଧ୍ୟ ଦେଖିପାରିବ। ଖୁବ୍ କ୍ୱଚିତ ଲୋକ ଆବିଷ୍କାର କରିପାରନ୍ତି, କାରଣ ସେମାନେ ନିରୀକ୍ଷଣ କରିପାରନ୍ତି ଏବଂ ଉତ୍ସୁକତାର ସହ ସମସ୍ତ ପ୍ରଶ୍ନର ଉତ୍ତର ସନ୍ଧାନ କରିଥାନ୍ତି। ହେଲେ ଅଧିକାଂଶ କେବଳ ନଜର ପକାଇ ସମସ୍ତ ଘଟଣାକୁ ସହଜରେ ଗ୍ରହଣ କରିନିଅନ୍ତି। ନ୍ୟୁଟନ ଫଳ ପଡ଼ିବାର ନିରୀକ୍ଷଣ କରିଥିଲେ। ପ୍ରଶ୍ନ କରିଥିଲେ, କାହିଁକି? ଏହି ଗୋଟିଏ ପ୍ରଶ୍ନ ତାଙ୍କୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କିତ ନିୟମ ସମ୍ପର୍କରେ ଅବଗତ କରାଇଥିଲା, ଯାହା ସେ ସାରା ଦୁନିଆରେ ପ୍ରକାଶିତ କରିଥିଲେ। ଇଂଲଣ୍ଡର ଜଳ ଯାତ୍ରା କରୁଥିବା ସମୟରେ ଭୂମଧ୍ୟସାଗରୀୟ ଜଳରାଶିର ନୀଳ ରଙ୍ଗରେ ଅଭିଭୂତ ହୋଇ ସିଭି ରମଣ ପଚାରିଥିଲେ ପ୍ରଶ୍ନ, କାହିଁକି? ଏବଂ ତାହା ଏକ ନୂଆ ଆବିଷ୍କାର ଭାବେ ରମଣ ପ୍ରଭାବ ନାମରେ 1928 ମସିହାରେ ପ୍ରସିଦ୍ଧି ପାଇଥିଲା। ଜଗଦୀଶ ଚନ୍ଦ୍ର ବୋଷ ବୃକ୍ଷମାନଙ୍କୁ ଲକ୍ଷ୍ୟ କରି ଦେଖିଲେ ସେଗୁଡ଼ିକ ଠିକ୍ ସିଧା ଭାବେ ବଢ଼ୁନାହାନ୍ତି, କିନ୍ତୁ ଏପଟ ସେପଟ ହୋଇ ଅଙ୍କାବଙ୍କା ହୋଇ। ସେ ପଚାରିଲେ କାହିଁକି, ଏବଂ ପରେ ସେ ଆବିଷ୍କାର କରିଥିଲେ ବୃକ୍ଷମାନଙ୍କ ପାଖରେ ମଧ୍ୟ ଚାର୍ଜ ଶକ୍ତି ରହିଛି। ସେମାନଙ୍କ ନିରୀକ୍ଷଣ ସେମାନଙ୍କୁ ସାହାଯ୍ୟ କରିଥିଲା ପ୍ରଶ୍ନ ପଚାରିବାକୁ, କାହିଁକି? ପ୍ରଶ୍ନଗୁଡ଼ିକ ହିଁ ଭାବନାର ବୀଜ ସଦୃଶ। ଯେ କିଛି ପଚାରେ ନାହିଁ ସେ କିଛି ଶିଖିପାରେ ନାହିଁ। ଯେ ପ୍ରଶ୍ନ ପଚାରିଥାଏ ସେ ମିନିଟଟିଏ ପାଇଁ ବୋକା ହୋଇପାରେ, କିନ୍ତୁ ଯେ ପଚାରେ ନାହିଁ ସେ ଜୀବନ ସାରା ଚିରଦିନ ବୋକା ହୋଇ ରହେ। ଏ ସମସ୍ତ ଘଟିବା ସମ୍ଭବ ହେଲା ନିରୀକ୍ଷଣରୁ, ପ୍ରଶ୍ନ ପଚାରିବାରୁ, ଭାବନାରୁ ଓ କାର୍ଯ୍ୟରୁ। ନ୍ୟୁଟନ କହିଲେ ସବୁଠୁ ବଡ଼ ଶିକ୍ଷକ ହେଲା ଅନୁସନ୍ଧାନ। ରୁଡିୟାର୍ଡ କିପଲିଂ କହିଛନ୍ତି, ମୁଁ 6ଟି ବିଶ୍ୱସ୍ତ ଲୋକଙ୍କୁ ସେବା କରିବା ପାଇଁ ରଖିଲି। ମୁଁ ଯାହା ଆଜି ଜାଣିଛି ସେମାନେ ସମସ୍ତେ ହିଁ ଶିକ୍ଷା ଦେଲେ। ସେମାନଙ୍କର ନାମ ହେଲା କ'ଣ ଓ କାହିଁକି, କେବେ ଓ କିପରି, କେଉଁଠି ଓ କିଏ। ସେହି କ'ଣ, କାହିଁକି, କେବେ, କିପରି, କେଉଁଠି ଓ କିଏ ହିଁ ତୁମକୁ ଶିକ୍ଷା ଦେବ ଆଶ୍ଚର୍ଯ୍ୟଜନକ ଚିନ୍ତନ ସବୁ ପାଇଁ। ଯେପରି କୁହାଯାଉଛି, କ୍ଷୁଦ୍ର ମନ ଲୋକଙ୍କ ସମ୍ବନ୍ଧରେ ଆଲୋଚନା କରନ୍ତି, ମଧ୍ୟବିତ୍ତ ମନ ସବୁ ଘଟଣା ଦୁର୍ଘଟଣା ସମ୍ପର୍କରେ, ମହାନ ମନ ବିଭିନ୍ନ ନୂତନ ଚିନ୍ତନ ସମ୍ପର୍କରେ। ସମସ୍ୟା ସମାଧାନର ମୂଳ ହେଲା ଚିନ୍ତନ। ଗୋଟିଏ ସୃଜନଶୀଳ ଚିନ୍ତନ ସମୃଦ୍ଧି ଦେଇପାରେ, ଚାକିରି ଦେଇପାରେ, ରୋଗ ସୁସ୍ଥ କରିପାରେ ଓ ପରିବେଶକୁ ପରିଷ୍କାର କରିପାରେ। ଚିନ୍ତନ ହିଁ ପ୍ରକୃତିର ଉନ୍ନତିର ଉଦ୍ଭାବକ, ଆବିଷ୍କାର, ସମୃଦ୍ଧିର ଉତ୍ସ। ରବର୍ଟ ସି କ୍ରାଫୋର୍ଡ କହିଛନ୍ତି, 3ଟି ବିଷୟ ପୃଥିବୀରେ ପରିବର୍ତ୍ତନ ଆଣିପାରନ୍ତି, ଚିନ୍ତନ ଏବଂ ତାକୁ କାର୍ଯ୍ୟରେ ଲଗାଇବା ଏବଂ ସେହି କାର୍ଯ୍ୟକୁ ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ କରାଇବା। ସମସ୍ୟା ସମ୍ବନ୍ଧରେ ତୁମେ ଯେତେବେଳେ ଉତ୍ସୁକ ହୋଇଥାଅ, ବିଶ୍ୱସ୍ତ ଭାବେ ଉତ୍ସୁକ ହୋଇଥାଅ, ତେବେ ତାର ଉତ୍ତର ତୁମେ ଏକ ଚିନ୍ତନ ମାଧ୍ୟମରେ ହିଁ ପାଇଥାଅ। ଏଭଳି ଏକ ଚିନ୍ତନ ତୁମେ ସାଧାରଣତଃ ପାଅ କେଉଁଠୁ? ତୁମର ଭାବନା, ଗଭୀର ଭାବନା ତୁମ ଅବଚେତନ ମନରୁ ଏହା ସଂଗ୍ରହ କରିଥାଏ, ଯାହା ସେହି ଈଶ୍ୱରୀୟ ଶକ୍ତି, ବିଶ୍ୱଶକ୍ତି, ଅସୀମିତ ଶକ୍ତି ସହ ସୁସମ୍ପର୍କିତ ହୋଇ ଆସିଥାଏ। କେତେକ କହନ୍ତି ଏହି ପ୍ରକାର ଚିନ୍ତନ ଈଶ୍ୱରଙ୍କ ଠାରୁ ହିଁ ଆସିଥାଏ। ବିଜୁଳି ଆଲୁଅ ଭଳି ହଠାତ୍ ଏହି ପ୍ରକାର ଚିନ୍ତନ କ'ଣ ସମସ୍ତଙ୍କ ମନକୁ ଆସିଥାଏ? ହଁ, ପ୍ରକୃତରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ। ତେବେ ଯେଉଁମାନେ ସମସ୍ୟା ସମାଧାନ ପାଇଁ ଉତ୍ସୁକ, ନୂତନ ଉଦ୍ଭାବନ ପାଇଁ ମନୋଯୋଗୀ, ସେମାନେ ହିଁ ଏହି ଚିନ୍ତନର ସଂସ୍ପର୍ଶରେ ଆସିଥାନ୍ତି।
ठीक जेपरि टेलीविजन चैनल सबू घरे एंटीना थिबारु ही आसी थाए जे अनुसंधित्सु होई अतिशय आग्रही हुए अवचेतन मन को प्रभावित करे से एई प्रकार मूल्यवान चिंतन सबू पाइबारे सक्षम होई थाए। बेले बेले एक कठिन समस्यार समाधान आमे एक सुनिद्रा परे पाई थाउ कारण आम अवचेतन मन सेथि मध्यरे कार्य करी आमको समाधान जोगाई थाए। सेथिपाई कहा जाए ईश्वर सेमानंकु साहाय्य करंती जो माने निजकु साहाय्य करंती। प्रत्येक लोक मैला पानी को देखुथिले, अनेक अभियोग करुथिले, दोषारोप भी करुथिले, किंतु जणे व्यक्ति ताहा न करी सकारात्मक भावे मनोयोगी हुई कार्य कले एवं वाटर फिल्टर तैयारी करि पारिले। स्टीम इंजिन रो उद्भावन कथा हेउ अथवा महाकाश रे सैटेलाइट स्थापन रो कथा सबु एक विशेष चिंतन रही परिणाम अथवा फलाफल। स्वाधीनतार पथ एवं उन्नतिर पथ मध्य एक विशेष चिंतनर फलाफल। सामुएल जॉनसन कहिछंती एक तेजस्वी एवं शक्तिशाली मनर एक निश्चित लक्षण है उत्सुकता, अनुसंधान इच्छा, कौतूहली, संधान प्रिय। तुमे मध्य एही चिंतन प्रक्रियार अंशी होई रही पारिबो जेबे तुमे भावना करि पारिबो गभीर भावरे, विश्वस्त भावरे, दृढ़ मनरे दीर्घ समय धरी कौनसी एक समाधान पाई सकारात्मक दृष्टिभंगी नहीं चिंतन रे आरंभ करी कार्य समाप्त कर। समस्त भावना तथ्यर रूप नहीं पारे। चिंतन तुमको सृजनशील करिबो। एही चिंतन को तुमे भिन्न भिन्न दृष्टिकोणरू अनुभव करिबो, विभिन्न प्रकारे परीक्षण करि पारिबो। अनेकंक पाई अनेक चिंतन मूल्यहीन और वृथा साब्यस्त होइथाए कारण ताहा मनरे श्रवण कले ही कार्य केबे रूप नहीं पारे नाही, परीक्षण करा जाए नाही एवं व्यवहार करा जाई पारे नाही। किंतु अल्प केतक सही चिंतन को कार्य लगांती जीवनर समस्त अंश विशेषर सामग्रिक परिवर्तन करी भावनार और योजनार परिवर्तन करी समस्त असाध्य को साध्य करी एवं असंभव को संभव करी। डब्ल्यू काल्प कहिछंती सृजनशीलता है प्रगति निमित्त एक प्रचेष्टा जहाँ मनीषर उन्नति संभवपर करिथाए तथ्य अवस्थार पुनः आयोजन द्वारा। तेणु सृजनशीलता वृद्धि कर, अवस्था और परिस्थितिर पुनः आयोजन कर, तथ्य सबुर पुनः आयोजन कर, मनर नूतनीकरण कर। तुमे तुमर सक्षमता वृद्धि करि पारिबो एवं चिंतन को कार्य रूपांतरित करी असंभव मने हेउथिबा समस्त कार्य को सिद्ध करि पारिबो, सफलता हासिल करि पारिबो। कौनसी एक महान लक्ष्य पूरण करि पारिबो, एक आश्चर्य प्रभावशाली कार्य संपादन करि पारिबो। मनोयोग बढ़ाओ, स्वप्न दर्शक हुओ, विशाल भावना, उच्च आशा। आज यह वास्तव होई न पारे किंतु संभावना आसंता कालीर। धैर्यशील हुओ, निजर सर्वोत्तम प्रचेष्टा को कार्य लगाओ। स्पष्ट दृश्य दर्शन कर जेपरी सुउच्च स्थान रे तारांक गहन रे तुमे पहुंची पारिबो। उच्च आशा। आज तुमर स्थिति जहा हेउना काहीकि तुमको आसंता काली एक विशाल मनर अधिकारी कराइबो। टायरन एडवर्ड्स कहिछंती उच्च आशा उच्च चरित्र निर्माण करे, एक विशाल लक्ष्य महान आत्मा सृष्टि करे। तुमे केउ आड़कू जाउछ ताहा लक्ष्य कर, तुमर स्वप्न को स्थिर भावे धरी रख, प्रगतिर भावना रे रुह, सफलता ही लक्ष्य। पीटर ड्रकर कहिछंती जिनिस गुड़िक ठीक करिबा अपेक्षा ठीक जिनिस करिबा विशेष आवश्यक। केतेक व्यक्ति विषय सबुकू ठीक करंती और केतेक ठीक विषयटी ही करंती। तुमे भी सैया कर, ठीक विषयटी कर। उज्ज्वल भविष्यत पाई उज्ज्वल चिंतन को जन्म दियो, पोषण कर और वास्तव कर। तुमे आज स्वप्न रे देख, आसंता काली ताहा वास्तव करिबो। स्वप्नर सौंदर्य रे अभिभूत हुओ, विश्वास रख। एलियनर रूजवेल्ट कहिछंती भविष्यत सेई मानंकर जो माने स्वप्नर सौंदर्य रे विश्वास करंती। समस्यार क्षेत्र सबु रहिछि जहाँ तुम दृष्टि आकर्षण करे। समस्या गुड़िक रहिछि जहाँ समाधान आवश्यक करे। जटिल सुजोग सबु रहिछि जहाँ तुम ध्यान आकर्षण करे। आम पाखरे अनेक सफल कहानी रहिछि, प्रचुर ज्ञान रहिछि जोंथुरु आमे शिक्षा लाभ करि पारिबा। कौनसी विषय अकस्मात घटिजिब नाही, कौनसी विषय कार्य व्यतीत भाग्य द्वारा संभव हेब नाही। थॉमस आल्वा एडिसन कहिछंती उद्भावन गुड़िक अकस्मात नुहे, सेगुड़िक निरवच्छिन्न प्रचेष्टार फल। लुईस पाश्चर कहिछंती सुजोग प्रस्तुत रहिथिबा मन को ही सुविधा देइथाए।
ସଫଳ ବ୍ୟକ୍ତିମାନଙ୍କର ଅନୁକରଣ କର, ସେମାନଙ୍କଠାରୁ ଶିକ୍ଷା ଲାଭ କର, ସେମାନଙ୍କ ବିଷୟରେ ପାଠ କର, ଯେଉଁମାନେ ସଫଳ ଭାବେ ରହିଲେ ଓ ସଫଳ କାର୍ଯ୍ୟ କଲେ, ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଲେ, ଅସଂଖ୍ୟ ଜନତାଙ୍କ ସେବା କଲେ, ମହାନ କାର୍ଯ୍ୟ ହାସଲ କଲେ, ମନୁଷ୍ୟ ସମାଜ ପାଇଁ, ସେମାନଙ୍କ ମଧୁର ଜୀବନ ପାଇଁ। ସେମାନେ ନିଜ ଦେଶ ପାଇଁ, ବିଶ୍ୱବାସୀଙ୍କ ପାଇଁ ସେମାନଙ୍କର ଜୀବନ ଅତିବାହିତ କଲେ। ସେମାନେ ଆମର ଆଦର୍ଶ, ଆମେ ସେମାନଙ୍କ ପାଇଁ ଗର୍ବିତ। ସେମାନେ ଆମକୁ ପ୍ରେରଣା ଦିଅନ୍ତି। ତୁମର ଆଦର୍ଶ କିଏ? ତୁମକୁ କିଏ ପ୍ରେରଣା ଦିଏ? ତୁମର ସ୍ୱପ୍ନ ନାୟକ କିଏ? କାହାଠାରୁ, କାହାଦ୍ୱାରା ତୁମେ ପ୍ରେରିତ ହୋଇଥାଅ? ବିଶାଳ ଭାବନା, ଉଚ୍ଚ ଆଶା ପୋଷଣ କର। ଏକ ସଫଳ ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖ, ଯେପରି ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବ। ଏକ ସଫଳ ଉଦ୍ଭାବକ ହେବା ପାଇଁ ସ୍ୱପ୍ନ ଦେଖ, ଯେପରି ଏକ ପ୍ରସିଦ୍ଧ ଉଦ୍ଭାବନ କରିପାରିବ। ଏକ ସଫଳ ଚିକିତ୍ସକ ହେବା ପାଇଁ ସ୍ୱପ୍ନ ଦେଖ, ଯେପରି ଏକ ବିଶେଷ ରୋଗ ଦୂର କରିପାରିବ। ଏକ ସଫଳ ଯନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖ, ଯେପରି ଏକ ନୂତନ ଯନ୍ତ୍ର ନିର୍ମାଣ କରିପାରିବ। ଏକ ସଫଳ ରାଷ୍ଟ୍ରନାୟକ ହେବା ପାଇଁ ସ୍ୱପ୍ନ ଦେଖ, ଯେପରି ଦେଶରେ ଏକ ବିଶେଷ ପରିବର୍ତ୍ତନ ଆଣିପାରିବ। ସମସ୍ୟା ସବୁର ନିରାକରଣ ପାଇଁ ସ୍ୱପ୍ନ ଦେଖ, ସମ୍ବଳ ସବୁର ସଦୁପଯୋଗ ପାଇଁ ସ୍ୱପ୍ନ ଦେଖ। ପ୍ରାକୃତିକ ଦୁର୍ବିପାକକୁ ପ୍ରତିହତ କରି ପରିସ୍ଥିତିର ସୁପରିଚାଳନା କରିବା ପାଇଁ ସ୍ୱପ୍ନ ଦେଖ। ଭୋକିଲା ଆତ୍ମାକୁ ଖାଦ୍ୟ ଯୋଗାଇବାର ସ୍ୱପ୍ନ ଦେଖ। ଜୋହାନ୍ ଉଲ୍ଫଗାଙ୍ଗ୍ ଭାନ୍ ଗୋଥ୍ କହିଛନ୍ତି, ଜୀବନରେ ମୁଖ୍ୟ ବିଷୟ ହେଉଛି ଏକ ମହାନ ଲକ୍ଷ୍ୟ ସ୍ଥିର କରିବା ଏବଂ ତାହା ହାସଲ କରିବା ପାଇଁ ଅହରହ ପାରଦର୍ଶିତା ଓ ଧୈର୍ଯ୍ୟର ବୃଦ୍ଧି କରିବା। ଏକ ଉତ୍ତମ ଜୀବନ ପାଇଁ ସ୍ୱପ୍ନ ଦେଖ, ଏକ ଉତ୍ତମ ଜୀବିକା ପାଇଁ ସ୍ୱପ୍ନ ଦେଖ, ଏକ ଉତ୍ତମ ଦେଶ ଗଠନ ପାଇଁ ସ୍ୱପ୍ନ ଦେଖ। ବୟସ୍କ କହନ୍ତି, ଆମେ ଅବସନ୍ନ, କ୍ଳାନ୍ତ, ଅକର୍ମଣ୍ୟ। ମଧ୍ୟବୟସ୍କ କହନ୍ତି, ସମାପ୍ତ, ସ୍ଥିର। ଆଉ କିଛି ହୋଇନପାରେ। କେବଳ ତୁମର ଶକ୍ତି ରହିଛି ସ୍ୱପ୍ନ ଦେଖିବା ପାଇଁ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ।